ଆସିଛନ୍ତି? ନା ନିହାତି ମାଝି ଚାନ୍ଦିପୁରରୁ ଆସିଛି। ଆପଣ ଓଡିକେୟାର କ୍ଲିନିକରେ କେବେଠୁ ସ୍ପିଚ୍ ଥେରାପି ନେଉଛନ୍ତି? ଓଡିକେୟାରରେ ମୁଁ ମେ 15ରୁ 2023ରୁ ରହୁଛି ଏଠି ସ୍ପିଚ୍ ଥେରାପି ଷ୍ଟାର୍ଟ କଲି। ଓଡିକେୟାର କ୍ଲିନିକକୁ ଆସିବା ପୂର୍ବରୁ ଆପଣଙ୍କ ପିଲା ପାଖରେ କ'ଣ ଅସୁବିଧା ଥିଲା ବୋଲି ଆପଣ ଦେଖିଥିଲେ? ମୋ ପିଲା ଜନ୍ମ ଯେତେବେଳେ ହେଲା ପ୍ରି ମେଚୁର ହେଇଥିଲା। ଜନ୍ମ ପରେ ଆମେ ତାକୁ ଦେଖିଲେ ଯେ ତାର ତାଳୁଟା କଟା ଥିଲା। ଆଉ ଆମେ ତାକୁ ନେଇକି ଅଶ୍ୱିନୀରେ ଅପରେସନ୍ କରିସାରିଲା ପରେ ସିଏ କହିଥିଲେ ସ୍ପିଚ୍ ଥେରାପି ନେଲେ ତାର କ୍ଲିଅର କଥା ହେଇପାରିବ। ଏଠି ଆଣିକି ମ୍ୟାଡ଼ାମକୁ ଦେଖିଲାରୁ କହିଲେ ସ୍ପିଚ୍ ଥେରାପି ଦେଲେ ପିଲାର ଡେଭଲପମେଣ୍ଟ ହେବ। ସେତେବେଳେ ମୋ ଛୁଆ କିଛି କହୁନଥିଲା, ସମସ୍ତଙ୍କୁ ଖାଲି ମା ବୋଲି ଡାକୁଥିଲା, ଆଉ କିଛି ତାର ଓଡିକେୟାର କ୍ଲିନିକରେ ସ୍ପିଚ୍ ଥେରାପି ନେବା ପରେ ଆପଣ ଆପଣଙ୍କ ପିଲାଟିରେ କ'ଣ ଇମ୍ପ୍ରୁଭମେଣ୍ଟ ଦେଖୁଛନ୍ତି? ମୋ ପିଲା ଯେତେବେଳେ ସ୍ପିଚ୍ ଥେରାପି ନ ନେଇଥିଲା କିଛି କହୁନଥିଲା, ଖାଲି ମା ବୋଲି ଡାକୁଥିଲା। କିନ୍ତୁ ଏଠିକି ଆସିଲା ପରେ ତାର 15 ଦିନ ଭିତରେ ତାର ଇମ୍ପ୍ରୁଭମେଣ୍ଟ ଆରମ୍ଭ ହେଇଗଲା। ମୁଁ ଦେଖିଲି ସେ ଡାକିଲା, ଫାଷ୍ଟ ମା ଡାକୁଥିଲା, ତାପରେ ବାପା ଡାକିଲା, ସମସ୍ତଙ୍କୁ ଗୋଟେ ଗୋଟେ ସିଙ୍ଗଲ ୱାର୍ଡ ସମସ୍ତଙ୍କୁ ଗୋଟେ ଗୋଟେ ୱାର୍ଡ ଷ୍ଟାର୍ଟ କଲା। ତାପରେ ବର୍ତ୍ତମାନ ତ ତାର ବହୁତ ଇମ୍ପ୍ରୁଭ୍ ହେଲା, ମାନେ ୱାର୍ଡ ଲେବୁଲର କହିଲାନି, ପାଠ ବି ପଢ଼ିଲାନି, ସବୁ ପଢ଼ୁଛି, ବର୍ତ୍ତମାନ କହିଲାନି ସବୁ ୱାର୍ଡ। ଆପଣ ବାକି ପ୍ୟାରେଣ୍ଟସ୍ମାନଙ୍କୁ ଓଡିକେୟାର କ୍ଲିନିକ ବିଷୟରେ କ'ଣ କହିବାକୁ ଚାହିଁବେ? ମୁଁ ଯେଉଁ ଭୁଲଟି କରିଛି, ମାନେ ନେଗ୍ଲେକ୍ଟ କରିକି ପିଲାକୁ ଆଣିଛି, ସେଇ ଜିନିଷଟା ପ୍ୟାରେଣ୍ଟସ୍ ମାନେ ନ କରନ୍ତି। ଟାଇମ୍ରେ ଯେଉଁ ଜିନିଷଟା ଜାଣିପାରୁଛନ୍ତି ଯେ ପିଲାର ନିହାତି ଦରକାର ସ୍ପିଚ୍ ଥେରାପି, ଠିକ୍ ଟାଇମ୍ରେ ଆଣିକି ଛୁଆଙ୍କୁ ଦେଖାନ୍ତୁ।